ଆଜିର କାହାଣୀ ଆମିଷ ପଖାଳ ପସରା। ଓଡ଼ିଶାରେ ପଖାଳ ଖାଇବା ପାଇଁ ଆମକୁ ଖାଲି ଗୋଟେ ବାହାନା ଦରକାର। ଛୁଆବେଳେ କିନ୍ତୁ ମୁଁ ପଖାଳ ନ ଖାଇବା ପାଇଁ ବାହାନା ଖୋଜୁଥିଲି। ଯେହେତୁ ବାସି ପଖାଳ ଖାଇଲା ପରେ ମୋତେ ଥଣ୍ଡା ହେଇଯାଏ, ଆମ ଘରେ ପ୍ରାୟତଃ ସଜ ପଖାଳ ହୁଏ। ଆଉ ଛୁଆବେଳେ ପଖାଳ ଏମିତି ମୁଁ ଖାଇଥିବି ଯେ ତା'ର ତୋରାଣୀ ଓ ଭାତ ଇଆଡ଼େ ସିଆଡ଼େ ପଡ଼ିଥିବ। ପଖାଳଟା କେମିତି ଖିଆଯାଏ ତା'ର ବି ଗୋଟେ ଶୈଳୀ ଅଛି, ଯେଉଁଟାକି ମୋତେ ବାବା ଆଉ ମାମା ଶିଖେଇଲେ। ସ୍କୁଲ ଦିନରେ ଯେଉଁଦିନ ପଖାଳ ସାଙ୍ଗକୁ ମାଛ ଭଜା ହେଇଥିବ, ସେଦିନ ମାମା ମୋତେ ହାତରୁ ଗୁଣ୍ଡା କରିକି ଖୁଆଇଦିଏ। ମାଛରୁ କଣ୍ଟା ବାଛି ଖାଇବା ଆଉ ସ୍କୁଲ ଡେରି ହେଇଯିବା ଚିନ୍ତା ସାଙ୍ଗକୁ ମାମା ହାତରୁ ଖାଇବାର ଆନନ୍ଦ କିଛି ଅଲଗା ହିଁ ଥିଲା। କିନ୍ତୁ ଆଜି ବି ଯେତେବେଳେ ମୋର କଲେଜ ଡେରି ହୁଏ, ମାମା କୁହେ, ଆସେ ଜଲ୍ଦି ଜଲ୍ଦି କରି ମୁଁ ତତେ ଖୁଆଇଦେବି। କିନ୍ତୁ ଏବେ ଯେହେତୁ ବଡ଼ ପିଲା ହେଇଗଲେଣି, ମାମାକୁ ହଇରାଣ ନ କରିକି ମୁଁ ନିଜ ହାତରୁ ଖାଇଦିଏ। ଯେତେ ବଡ଼ ହେଇଗଲେ କ'ଣ ହେବ, ତା ପାଇଁ ତ ମୁଁ ସବୁବେଳେ ସେ ଛୋଟ ପିଲା ହିଁ ହେଇକି ରହିଥିବି। ଆଉ ସେଦିନ ପଖାଳ କଂସାରେ ବାଢ଼ି ଦେଇଥିଲି ଦହି ଲେମ୍ବୁ ପଖାଳ, ଆଉ ତା ସାଙ୍ଗକୁ ଆମ୍ବ ଛେଚା, ଛୋଟ ଛୋଟ ଉଲି ପିଆଜ, ମାମାର ପ୍ରିୟ ଚିଙ୍ଗୁଡ଼ି ଛେଚା, ଆଉ ହଁ ଭାକୁର ମାଛ ଆଉ ଚିଙ୍ଗୁଡ଼ି ଭଜା ବି। ଆଉ ଏତିକି ଖାଇସାରିଲା ପରେ ଯେଉଁ ଜୋର ନିଘୋଡ଼ ନିଦ, ଆଉ କ'ଣ କହିବି। ଆଜିର କାହାଣୀ ଏଇଠି ଶେଷ କରୁଛି। ଦେଖା ହେବ ପୁଣି ଗୋଟେ କାହାଣୀ ସାଙ୍ଗରେ।